ଏହି ଭିଡ଼ିଓରେ ଆମେ ଗୋଟେ ବୃତ୍ତ ମଧ୍ୟରେ ଗୋଟେ ସମବାହୁ ତ୍ରିଭୁଜ ଅନ୍ତର୍ଲିଖନ କରିବା। ଗୋଟେ ତ୍ରିଭୁଜ ବନେଇବା ଯେଉଁ ତ୍ରିଭୁଜର ତିନୋଟି ଯାକ ଶୀର୍ଷବିନ୍ଦୁ ବୃତ୍ତ ଉପରେ ଥିବ ଏବଂ ତାହା ଗୋଟେ ସମବାହୁ ତ୍ରିଭୁଜ ହୋଇଥିବ। କିପରି ଅଙ୍କନ କରିବା ଦେଖ। ପ୍ରଥମେ ଆମେ ବୃତ୍ତଟି ଅଙ୍କନ କରିବା। ତେଣୁ ଏ ବିନ୍ଦୁ ଉପରେ ମୁଁ କମ୍ପାସର ମୁନ ରଖି ଗୋଟେ ବୃତ୍ତ ଅଙ୍କନ କରୁଛି। ଏବଂ ପିଲାମାନେ ଏବେ এই କମ୍ପାସର ଯେଉଁ ଚାପଟି, এই କମ୍ପାସର ଚାପ ଯାହା ଏ ବୃତ୍ତର ବ୍ୟାସାର୍ଦ୍ଧ ସେଇଆ। ବୁଝିପାରୁଛ? କାରଣ ଆମେ এই ଚାପ ନେଇକି ଏ ବୃତ୍ତ ବନେଇଛେ। ତେଣୁ এই ଚାପକୁ ନେଇ ମୁଁ ବୃତ୍ତ ଉପରେ ଗୋଟେ ଚାପ ବନେଇବି। ତେଣୁ ପ୍ରଥମେ ଗୋଟେ ଚାପ ଅଙ୍କନ କରୁଛି। ଏବେ ମୁଁ ଆଉ ଗୋଟେ ବିନ୍ଦୁ ପାଇଗଲି ବୃତ୍ତ ଉପରେ। ତେଣୁ ଏବେ ମୁଁ କମ୍ପାସର ମୁନକୁ ସେଇ ବିନ୍ଦୁ ଉପରେ ରଖିବି ଏବଂ ଆଉ ଗୋଟେ ଚାପ ଅଙ୍କନ କରିବି ବୃତ୍ତ ଉପରେ। ଏବେ ଆଉ ଗୋଟେ ଚାପ ଅଙ୍କନ କଲି ଏବଂ ଆଉ ଗୋଟେ ବିନ୍ଦୁ ପାଇଲି। ଏବେ ଏ ବିନ୍ଦୁ ଉପରେ କମ୍ପାସର ମୁନକୁ ରଖିବି ଆଉ ଥରେ ଏବଂ ଆଉ ଗୋଟେ ଚାପ ଅଙ୍କନ କରିବି। ଏବେ ମୁଁ ଆଉ ଗୋଟେ ଚାପ ଅଙ୍କନ କଲି ଏବଂ ଆଉ ଗୋଟେ ବିନ୍ଦୁ ପାଇଲି। ତେଣୁ ଏବେ এই ବିନ୍ଦୁ ଉପରେ ପୁଣି ମୁଁ କମ୍ପାସର ମୁନ ରଖିବି ଏବଂ ଆଉ ଗୋଟେ ଚାପ ଅଙ୍କନ କରିବି। ଏବେ ମୁଁ ଆଉ ଗୋଟେ ବିନ୍ଦୁ ପାଇଲି। ଏବେ ସେ ବିନ୍ଦୁ ଉପରେ ମୁଁ କମ୍ପାସର ମୁନକୁ ପୁଣି ରଖିବି ଏବଂ ଆଉ ଗୋଟେ ଚାପ ଅଙ୍କନ କରିବି। ଏବେ ନୂଆ ବିନ୍ଦୁରେ ମୁଁ କମ୍ପାସର ମୁନ ରଖିବି ଏବଂ ଆଉ ଗୋଟେ ଚାପ ଅଙ୍କନ କରିବି। ଏବଂ ପିଲାମାନେ ଦେଖ ଆମେ କେତୋଟି ଚାପ ଅଙ୍କନ କଲେ? 6ଟି ଚାପ ଅଙ୍କନ କଲେ। ଏବେ ଆମେ ସମବାହୁ ତ୍ରିଭୁଜ ପାଇବା। କିପରି ପାଇବା? ଧରିନିଅ ମୁଁ ଏ ବିନ୍ଦୁ ନେଉଛି। ଏ ବିନ୍ଦୁ ସହ ମୁଁ କେଉଁ ବିନ୍ଦୁକୁ ଯୋଡ଼ିବି? ତା ପର ବିନ୍ଦୁକୁ ଯୋଡ଼ିବି ନାହିଁ। ଗୋଟିଏ ବିନ୍ଦୁ ଛାଡ଼ିକିନା ତା ପର ବିନ୍ଦୁରେ ଯୋଡ଼ିବି। ତ ଦେଖ ମୁଁ ଗୋଟେ ରେଖାଖଣ୍ଡ ପାଇଲି। ଏ ବିନ୍ଦୁରୁ ଆମେ ସେମିତି ପର ବିନ୍ଦୁ ଛାଡ଼ିଦେବା, ତା ପର ବିନ୍ଦୁରେ ଯୋଡ଼ିବା ଏବଂ ପୁଣି ଆମେ ଆଉ ଗୋଟେ ରେଖାଖଣ୍ଡ ଅଙ୍କନ କରିବା। এই ଦୁଇଟି ବିନ୍ଦୁକୁ ଯୋଡ଼ିଦେବା। ବୁଝିପାରୁଛ? ତେଣୁ ଆମେ କ'ଣ କରୁଛେ? ଆମେ ବୃତ୍ତ ଉପରେ 6ଟି ବିନ୍ଦୁ ପାଇଲେ। ତେଣୁ ଆମେ କୌଣସି ଗୋଟେ ବିନ୍ଦୁ ନେବା ଏବଂ ତା ପରବର୍ତ୍ତୀ ବିନ୍ଦୁକୁ ଆମେ ଛାଡ଼ିଦେବା। ତା ପରବର୍ତ୍ତୀ ବିନ୍ଦୁ ସହ ଆମେ ଯୋଡ଼ିବା। ପୁଣି ପରବର୍ତ୍ତୀ ବିନ୍ଦୁ ଛାଡ଼ିଦେବା। ପରବର୍ତ୍ତୀ ବିନ୍ଦୁ ସହ ଆମେ ଯୋଡ଼ିକିନା ଗୋଟେ ରେଖାଖଣ୍ଡ ଅଙ୍କନ କରିବା। ଏପରି ଆମେ ତିନୋଟି ରେଖାଖଣ୍ଡ ଅଙ୍କନ କରିଲେ ଆମେ ଗୋଟେ ତ୍ରିଭୁଜ ପାଇବା ଏବଂ ଏ ତ୍ରିଭୁଜ ସମବାହୁ ତ୍ରିଭୁଜ ହେବ। ଏବେ ତ୍ରିଭୁଜ ସମବାହୁ ହେଉଛି ନା ନାହିଁ କିପରି ଜାଣିବା? ପ୍ରଥମ ବାହୁର ଦୈର୍ଘ୍ୟ ଅଛି 11.2 ସେଣ୍ଟିମିଟର। ଦ୍ୱିତୀୟ ବାହୁର ଦୈର୍ଘ୍ୟ ବି ଅଛି 11.2 ସେଣ୍ଟିମିଟର ଏବଂ ତୃତୀୟ ବାହୁର ଦୈର୍ଘ୍ୟ ବି ଦେଖ ଅଛି 11.2 ସେଣ୍ଟିମିଟର। ତେଣୁ ଏହା ଗୋଟେ ସମବାହୁ ତ୍ରିଭୁଜ ହେଲା।